मेघमाଳରେ शीघ्र आसुथिबा आम्भमानଙ୍କ प्रभु यीशु ख्रीष्टଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଏକ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ପ୍ରତିଦିନ ସ୍ୱର୍ଗର ପରମେଶ୍ୱର ତାହାଙ୍କ ବାକ୍ୟ ଦ୍ୱାରା ଆମ୍ଭମାନଙ୍କୁ କଥା ହେଉଛନ୍ତି। ନୂଆ ନୂଆ ପ୍ରସଙ୍ଗ ମାଧ୍ୟମରେ ତାହାଙ୍କର ବାକ୍ୟକୁ ଧ୍ୟାନ କରିବା ପାଇଁ ସୁନ୍ଦର ସମୟ ସୁନ୍ଦର ସୁଯୋଗ ଆମ୍ଭମାନଙ୍କ ଜୀବନରେ ସେ ଯୋଗ କରୁଅଛନ୍ତି। ସେଥିପାଇଁ ପ୍ରଭୁଙ୍କୁ ମୁଁ ହୃଦୟ ସହିତ ଧନ୍ୟବାଦ ଦିଏ। ଆପଣମାନଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦିଏ କି ଆପଣମାନେ ଆମର ଏହି ସାମୁଏଲ ଖରା ୟୁଟ୍ୟୁବ ଚ୍ୟାନେଲରେ ପ୍ରସାରିତ ହେଉଥିବା ପ୍ରତ୍ୟେକ ସନ୍ଦେଶକୁ ଆପଣମାନେ ନିୟମିତ ଶୁଣୁଛନ୍ତି, ଦେଖୁଛନ୍ତି। କେବଳ ଶୁଣୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟ ମାଧ୍ୟମରେ ଆପଣମାନେ ଆମ୍ଭମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ସେଥିପାଇଁ ମୁଁ ପ୍ରଭୁଙ୍କର ଗୌରବ କରେ। ଆପଣମାନେ ଯେଉଁ ପ୍ରାର୍ଥନା ଅନୁରୋଧ ଗୁଡ଼ିକ କମେଣ୍ଟ ମାଧ୍ୟମରେ ଆମକୁ ଆପଣମାନେ ପଠାଉଛନ୍ତି, ଆମେ ଆପଣମାନଙ୍କର ପ୍ରାର୍ଥନା ଅନୁରୋଧକୁ ଦେଖୁଛୁ। ଆପଣମାନଙ୍କ ନିମନ୍ତେ ଆମେ ପ୍ରାର୍ଥନା କରୁଛୁ। ପରମେଶ୍ୱର ଆପଣମାନଙ୍କ ଯତ୍ନ ନିଅନ୍ତୁ, ପରମେଶ୍ୱର ଆପଣମାନଙ୍କୁ ସମ୍ଭାଳନ୍ତୁ, ପରମେଶ୍ୱର ଆପଣ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆସନ୍ତୁ ଆଜି ମଧ୍ୟ ପ୍ରଭୁଙ୍କ ବାକ୍ୟରୁ ଆମେ ଅଳ୍ପ ସମୟ ଧ୍ୟାନ କରିବା ପାଇଁ ଯିବା। ଆଜି ଆମେ ଯେଉଁ ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟରୁ କଥାବାର୍ତ୍ତା ହେବା, ସେହି ପ୍ରସଙ୍ଗର ଶୀର୍ଷକ ହେଲା କିପରି ଆମେ ସାକ୍ଷୀ ହୋଇପାରିବା। ଆଜିର ପ୍ରସଙ୍ଗ ହେଲା ପ୍ରଭୁଙ୍କ ନିମନ୍ତେ ଆମେ କିପରି ସାକ୍ଷୀ ହୋଇପାରିବା। ଏହି ପ୍ରସଙ୍ଗରେ ଆମେ ବାକ୍ୟରୁ ଅଳ୍ପ ସମୟ ଧ୍ୟାନ କରିବା। ପ୍ରିୟ ଭାଇ ଭଉଣୀମାନେ, ଖ୍ରୀଷ୍ଟିଆନ ଜୀବନ ସାକ୍ଷୀ ହେବା ଜୀବନ। ଖ୍ରୀଷ୍ଟିଆନ ଜୀବନ ଗୋଟିଏ ସାକ୍ଷୀ ହେବା ଜୀବନ ଅଟେ। ଅନେକ ସମୟରେ ଆମେ କେବଳ ସାକ୍ଷ୍ୟ ହିଁ ଦେଇଥାଉ, କିନ୍ତୁ ସାକ୍ଷୀ ହେବାରେ ଆମେ ପରାଜୟ ହେଇଥାଉ। ଖ୍ରୀଷ୍ଟିଆନ ଜୀବନ କେବଳ ସାକ୍ଷ୍ୟ ଦେବା ଜୀବନ ନୁହେଁ, ଖ୍ରୀଷ୍ଟିଆନ ଜୀବନ ସାକ୍ଷୀ ହେବା ଜୀବନ। ସେଥିପାଇଁ ଆଜି ଆମେ ବାକ୍ୟରୁ ଆମେ ଧ୍ୟାନ କରି ଦେଖିବା ଯେ କ'ଣ କଲେ ଆମେ ସାକ୍ଷୀ ହୋଇପାରିବା। ପରମେଶ୍ୱର ଆମକୁ ସାକ୍ଷୀ ହେବା ନିମନ୍ତେ ସେ କ'ଣ କଲେ? ମନୋନୀତ କଲେ। ଆମେ ଯେପରି ତାହାଙ୍କ ପାଇଁ ଠିଆ ହେବା, ଆମେ ଯେପରି ତାଙ୍କ ବାକ୍ୟ ପାଇଁ ଠିଆ ହେବା, ତାଙ୍କର ସେବା କାର୍ଯ୍ୟ ପାଇଁ ଆମେ ଠିଆ ହେବା, ତାଙ୍କ ରାଜ୍ୟ ନିମନ୍ତେ ଆମେ ଠିଆ ହେବା, ଏଥିପାଇଁ ସେ ଆମମାନଙ୍କୁ ମନୋନୀତ କଲେ। ଆମେ ଯେପରି ତାହାଙ୍କ ପୁନରୁତ୍ଥାନର ସାକ୍ଷୀ ହେବା, ଏଥିପାଇଁ ସେ ଆମକୁ ଆହ୍ୱାନ କଲେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ କ'ଣ କଲେ ସାକ୍ଷୀ ହେଇପାରିବା? ଆମେ ଅଳ୍ପ ସମୟ ବାକ୍ୟରୁ ଧ୍ୟାନ କରିବା। ମୋ ସହିତ ଆପଣମାନେ ପ୍ରେରିତ ପୁସ୍ତକକୁ ଆସିବେ। ପ୍ରେରିତ ପୁସ୍ତକ 1 ଅଧ୍ୟାୟ 8 ପଦରେ ଏହି ସ୍ଥାନରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ସ୍ୱର୍ଗାରୋହଣ କରିବା ପୂର୍ବରୁ ଆପଣ ଶିଷ୍ୟମାନଙ୍କୁ ସେ ଏହି ପ୍ରକାର କହିଲେ। ଲେଖାଯାଏ ପ୍ରେରିତ 1 ଅଧ୍ୟାୟ 8 ପଦ, କିନ୍ତୁ ପବିତ୍ର ଆତ୍ମା ତୁମ୍ଭମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ ତୁମ୍ଭେମାନେ ଶକ୍ତି ପ୍ରାପ୍ତ ହେବ, ଆଉ ଜେରୁସାଲେମ, ସମସ୍ତ ଜିହୁଦା ପ୍ରଦେଶ ଓ ସମୀରଣ, ପୁଣି ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋହର ସାକ୍ଷୀ ହେବ। ଆମେ କ'ଣ କଲେ ପ୍ରଭୁଙ୍କର ସାକ୍ଷୀ ହେଇପାରିବା, ଯୀଶୁଙ୍କର ସାକ୍ଷୀ ହେଇପାରିବା? ଆମେ କେବଳ ବାଇବଲ ଜାଣିଲେ ହେବ ନାହିଁ, ଆମେ କେବଳ ପ୍ରଚାର କଲେ ହେବ ନାହିଁ, ଆମେ ମାଇକ୍ ଧରି ମଣ୍ଡଳୀରେ ଠିଆ ହେଇ ସାକ୍ଷ୍ୟ ଦେଲେ ଆମେ ସାକ୍ଷୀ ହେଇପାରିବା ନାହିଁ। ଆମେ କେମିତି ସାକ୍ଷୀ ହେଇପାରିବା? ଏହି ସ୍ଥାନରେ ଲେଖାଯାଉଛି ଯେ ପବିତ୍ର ଆତ୍ମା ତୁମ୍ଭମାନଙ୍କ ଉପରେ ଅବତୀର୍ଣ୍ଣ ହେଲେ ତୁମ୍ଭେମାନେ କ'ଣ ହେବ? ଶକ୍ତି ପାଇବ। ପ୍ରଥମରେ ଆମେ ଶକ୍ତି ପାଇବାରୁଛି। କେଉଁ ଶକ୍ତି ପାଇବାରୁଛି? ସେ ପବିତ୍ର ଆତ୍ମାଙ୍କର ଶକ୍ତି, ପବିତ୍ର ଆତ୍ମାଙ୍କର ଅଭିଷେକ, ପବିତ୍ର ଆତ୍ମାଙ୍କର ପୂର୍ଣ୍ଣତା ଆମ ମଧ୍ୟରେ ଯେତେବେଳେ ଆସିବ, ସେହି ସମୟରେ ଆମେ କ'ଣ ହେଇପାରିବା? ସାକ୍ଷୀ ହେଇପାରିବା। ଅନେକ ସମୟରେ ଆମେ ସାକ୍ଷ୍ୟ ଦେଉ, ଲମ୍ବା ଚଉଡ଼ା ସାକ୍ଷ୍ୟ ଦେଉ, ବଡ଼ ବଡ଼ କଥା କହୁ, ମାତ୍ର କାର୍ଯ୍ୟ କଲାବେଳେ, ଆମେ ପରିସ୍ଥିତିକୁ ସାମ୍ନା କଲାବେଳେ ଆମେ କ'ଣ ହେଇଯାଇଥାଉ? ଆମେ ହାରି ଯାଇଥାଉ, ପରାଜୟ ହେଇଥାଉ। ପ୍ରଭୁଙ୍କର ବାକ୍ୟ କହେ, ଯଦି ଆମେ ସାକ୍ଷୀ ହେବାର ଅଛି ତାହେଲେ ଆମେ ଶକ୍ତି ଆମକୁ ଆବଶ୍ୟକ ରହିଛି। କାରଣ ଆମେ ମନୁଷ୍ୟ ଅଟୁ, ଦୁର୍ବଳ ଅଟୁ, ଆମେ ସ୍ୱର୍ଗର ଦୂତ ନୁହଁ, କିମ୍ବା ଆମେ ପ୍ରଭୁ ମଧ୍ୟ ନୁହଁ। ଆମକୁ ସାକ୍ଷୀ ହେବା ପାଇଁ, ସବୁ ପରିସ୍ଥିତିରେ ଠିଆ ହେବା ପାଇଁ ଆମକୁ ଶକ୍ତି ଦରକାର। କେଉଁ ଶକ୍ତି ଦରକାର? ପବିତ୍ର ଆତ୍ମାଙ୍କର ଶକ୍ତି। ଦିନେ ପିତର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ କହିଲେ, ପ୍ରଭୁ, ତୁମକୁ ସମସ୍ତେ ଛାଡ଼ି ଚାଲିଯିବେ, ମାତ୍ର ତୁମ ପାଇଁ ମୁଁ କାରାଗାରରେ ଯିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛି। ମୁଁ ତୁମ ପାଇଁ ଯଦି ମରିବା ପାଇଁ ପଡ଼େ, ମୃତ୍ୟୁଭୋଗ କରିବା ପାଇଁ ପଡ଼େ, ତଥାପି ମୁଁ ପ୍ରସ୍ତୁତ ଅଛି। ପିତର ଏହି ପ୍ରକାର କଥା କହିଲେ। ମାତ୍ର ଯୀଶୁଖ୍ରୀଷ୍ଟ କହିଲେ,
ମୁଁ ତୁମକୁ ସତ୍ୟ କହୁଛି, ଆଜି ରାତିରେ କୁକୁଡ଼ା ନ ଡାକୁଣୁ ତୁମେ କ'ଣ କରିବ? ମୋତେ 3 ଥର ଅସ୍ୱୀକାର କରିବ। ପରିସ୍ଥିତି ଯେତେବେଳେ ଆସୁଛି, ପିତର ଯୀଶୁଙ୍କୁ ମୁଁ ଜାଣି ନାହିଁ ବୋଲି ସେ 3 ଥର ଅସ୍ୱୀକାର କରୁଛନ୍ତି, ସେ ପଡ଼ି ଯାଉଛନ୍ତି। ମାତ୍ର ସେଇ ପିତର ଆପଣ ପଢ଼ିବେ ପ୍ରେରିତ 2 ଅଧ୍ୟାୟରେ, ଯେତେବେଳେ ସେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଲେ, ଶକ୍ତି ପାଇଲେ, ସେଇ ପିତର ସେ ହଜାର ହଜାର ଲୋକଙ୍କ ମଧ୍ୟରେ ସେ ଠିଆ ହେଲେ ଆଉ ପ୍ରଚାର କଲେ, କହିଲେ ତୁମ୍ଭେମାନେ ଯୀଶୁଙ୍କୁ କ୍ରୁଶରେ ମାରିଦେଲ, ତୁମେ ବଧ କଲ। ଆଉ ସେଇ ପିତରଙ୍କର ସେଇ ଗୋଟିଏ ପ୍ରଚାରରେ ସେଇଦିନ ମଣ୍ଡଳୀ କ'ଣ ହେଉଛି? ଗଠନ ହେଉଛି। 3000 ଲୋକ ମଣ୍ଡଳୀରେ ସଂଯୁକ୍ତ ହେଉଛନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ମୁଁ କହିବା ପାଇଁ ଚାହେଁ, ଆମେ ଯେବେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବା ନାହିଁ, ପବିତ୍ର ଆତ୍ମାଙ୍କର ଶକ୍ତି ଆମେ ପାଇବା ନାହିଁ, କେବେ ମଧ୍ୟ ଆମେ ସାକ୍ଷୀ ହେଇପାରିବା ନାହିଁ। ସେଥିପାଇଁ ଖ୍ରୀଷ୍ଟିଆନ ଜୀବନ କେବଳ କହିବା ଜୀବନ ନୁହେଁ, ଖ୍ରୀଷ୍ଟିଆନ ଜୀବନ କରିବା ଜୀବନ। ଯୀଶୁ ଖ୍ରୀଷ୍ଟ କେବଳ କହିଲେ ନାହିଁ, ସେ କଲେ। ସେଥିପାଇଁ ଆମେ ସାକ୍ଷ୍ୟ ଦେବା ଲୋକ କେବଳ ହେବା ନାହିଁ, ଆମେ ସାକ୍ଷୀ ହେବା। କେମିତି ଆମେ ସାକ୍ଷୀ ହେବା? କଥାରେ ନୁହେଁ, ଆମର ଆଚରଣରେ ଆମେ ସାକ୍ଷୀ ହେବା, ଆମେ ଆମର କାର୍ଯ୍ୟରେ ଆମେ ସାକ୍ଷୀ ହେବା। ଏହା ପରମେଶ୍ୱର ଚାହାନ୍ତି। ଲେଖାଯାଏ, ତୁମେ ଯେବେ ପବିତ୍ର ଆତ୍ମାରେ ତୁମେ ପୂର୍ଣ୍ଣ ହେବ ବା ପବିତ୍ର ଆତ୍ମା ତୁମମାନଙ୍କ ମଧ୍ୟରେ ଯେତେବେଳେ ଆସିବେ, ତୁମେ ଶକ୍ତି ପାଇବ। ଶକ୍ତି ପାଇଲେ ତୁମେ କ'ଣ ହେବ? ତୁମେ ପ୍ରଥମରେ ଜେରୁସାଲେମରେ ତୁମେ ସାକ୍ଷୀ ହେବ। ଜେରୁସାଲେମ କହିଲେ ଆମର ଘର ଆଉ ଆମର ମଣ୍ଡଳୀକୁ ବୁଝାଏ। ପ୍ରଥମରେ ଖ୍ରୀଷ୍ଟିଆନ ଜୀବନ ପରିବାରରେ ବଞ୍ଚିବା ଜୀବନ। ପରିବାରରେ ଆମେ ସାକ୍ଷୀ ହେବା, ଆମର ଶାଶୁ ଶ୍ୱଶୁର ପାଖରେ, ଆମର ସ୍ତ୍ରୀ ପାଖରେ, ସ୍ୱାମୀ ପାଖରେ, ପୁଅ ଝିଅମାନଙ୍କ ସମ୍ମୁଖରେ ଆମେ ସାକ୍ଷୀ ହେବା। କେମିତି ସାକ୍ଷୀ ହେବା? ଆମର ଆଚରଣ, ଆମର କାର୍ଯ୍ୟରେ ଆମେ ସାକ୍ଷୀ ହେବା। ଆଉ ଦ୍ୱିତୀୟରେ ଆମେ କୋଉଠି ସାକ୍ଷୀ ହେବା? ଲେଖାଯାଏ, ସମସ୍ତ ଜିହୁଦା ପ୍ରଦେଶ ଓ ସମୀରଣ, ପୁଣି ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋର ସାକ୍ଷୀ ହେବ। ପୃଥିବୀର ପ୍ରାନ୍ତରେ, ଆମର ଦେଶ ବାହାରେ ସାକ୍ଷୀ ହେବା ବହୁତ ସହଜ ଅଟେ। କିନ୍ତୁ ଖ୍ରୀଷ୍ଟିଆନ ଜୀବନ ପ୍ରଥମରେ ଘରେ ସାକ୍ଷୀ ହେବା ଜୀବନ। ପ୍ରଥମରେ ମଣ୍ଡଳୀରେ ଆମେ ଠିକ ରହିବା, ଆମର ଗାଁରେ, ଆମ ସାହିରେ ଲୋକମାନଙ୍କ ସହିତ ଆମର ଆଚରଣ କି ପ୍ରକାର ଅଛି, ସେଇଟା ସବୁଠାରୁ ବଡ଼ ବିଷୟ ଅଟେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ କେମିତି ଆମେ ସାକ୍ଷୀ ହେବୁ? ପ୍ରଥମ ବିଷୟ ଆମେ ଦେଖିଲୁ ଯେ ପବିତ୍ର ଆତ୍ମାଙ୍କ ବିନା ଆମେ ସାକ୍ଷୀ ହେଇପାରିବା ନାହିଁ। ଯଦି ଆପଣ ପଢିବେ ରୋମିଓ 5 ଅଧ୍ୟାୟ 5 ପଦ, ରୋମିଓ ପୁସ୍ତକ 5 ଅଧ୍ୟାୟ 5 ପଦରେ ଲେଖାଯାଏ, ଆଉ ଭରସା ଲଜ୍ଜା ଦିଏ ନାହିଁ, କାରଣ ଆମ୍ଭମାନଙ୍କୁ ପ୍ରଦତ୍ତ ପବିତ୍ର ଆତ୍ମାଙ୍କ ଦ୍ୱାରା ଆମ୍ଭମାନଙ୍କ ହୃଦୟରେ ଈଶ୍ୱରଙ୍କ ପ୍ରେମ ପରିବ୍ୟାପ୍ତ ହୋଇଅଛି। ପବିତ୍ର ଆତ୍ମା ଯେତେବେଳେ ଆମମାନଙ୍କ ମଧ୍ୟରେ ଆସିବେ, ଆମେ ଜଗତ ପ୍ରତି ଆସକ୍ତ ହେବୁ ନାହିଁ, ଆମେ ଜାଗତିକ ଲୋକମାନଙ୍କ ପରି ଜୀବନ ଯାପନ କରି ଆମର ସାକ୍ଷ୍ୟକୁ ଆମେ ନଷ୍ଟ କରିବୁ ନାହିଁ। କେମିତି ହେବୁ? ଆମେ ଆମର ଏହି ପାପମୟ ଜଗତରେ, ଏହି କଳଙ୍କିତ ସଂସାରରେ ରହି ଆମେ ପ୍ରଭୁଙ୍କ ନିମନ୍ତେ ବଞ୍ଚିପାରିବୁ, ଆମେ ପ୍ରଭୁଙ୍କୁ ଅଧିକ ପ୍ରେମ କରିପାରିବୁ। ସେଥିପାଇଁ ଆମକୁ ପବିତ୍ର ଆତ୍ମାରେ ଆମେ ପୂର୍ଣ୍ଣ ହେବାର ଅଛି। ପବିତ୍ର ଆତ୍ମାଙ୍କର ଶକ୍ତି ଆମେ ପ୍ରଭୁଙ୍କ ଠାରୁ ମାଗିବାର ଅଛି। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆପଣ ପଢିବେ ତିତୋସ ପତ୍ରିକା 1 ଅଧ୍ୟାୟରେ ଏହି ସ୍ଥାନରେ ପ୍ରକାର ଲେଖାଯାଏ, ତିତୋସ ପତ୍ରିକା 1 ଅଧ୍ୟାୟ ତାର 16 ପଦରେ ଲେଖାଯାଏ, ସେମାନେ ଈଶ୍ୱରଙ୍କୁ ଜାଣନ୍ତି ବୋଲି ସ୍ୱୀକାର କରନ୍ତି, କିନ୍ତୁ ସେମାନଙ୍କ କର୍ମ ଦ୍ୱାରା ତାହାଙ୍କୁ ଅସ୍ୱୀକାର କରନ୍ତି। ଅନେକ ସମୟରେ ଅନେକ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ପ୍ରଭୁଙ୍କୁ ଆମେ ଜାଣୁ ବୋଲି ଆମେ କୋଉଠି ନା କୋଉଠି ଆମେ କ'ଣ କରୁ? ଘୋଷଣା କରୁ। ଆମର ପିନ୍ଧାଉଡ଼ାରେ ହେଉ, ଚର୍ଚ୍ଚ ଆସିବା ଶୈଳୀରେ ହେଉ, ଅନେକ ସମୟରେ ଆମେ ବାଇବେଲ କାଖେଇ ମଣ୍ଡଳୀକୁ ଯାଉ, ଯିବାର ମଧ୍ୟ ଆବଶ୍ୟକ ରହିଛି। ଅନେକ ସମୟରେ ଆମେ ପ୍ରଭୁଙ୍କୁ ଜାଣୁ ବୋଲି ଆମେ କହୁ। ଅନେକ ଭାଇ ଭଉଣୀମାନଙ୍କୁ ଦେଖିଲେ ଏମାନେ ପରିତ୍ରାଣ ପାଇଛନ୍ତି, ପରମ୍ପରାରୁ ମୁକ୍ତ ହେଇଛନ୍ତି, ସେମାନଙ୍କର କଥାବାର୍ତ୍ତା ଆଚରଣରୁ ଜଣାପଡ଼େ। ମାତ୍ର ପରିସ୍ଥିତି ଯେତେବେଳେ ଆସେ, ସେମାନେ ସେଇ ପରିସ୍ଥିତିରେ ଯେତେବେଳେ ସେମାନେ ଯେଉଁ ପ୍ରକାର କର୍ମ ଗୁଡ଼ିକ କରନ୍ତି, ସେହି କର୍ମ ଦ୍ୱାରା ସେମାନେ କ'ଣ କରନ୍ତି? ପରମେଶ୍ୱରଙ୍କୁ ଅସ୍ୱୀକାର କରନ୍ତି, ପ୍ରଭୁଙ୍କୁ ଦୁଃଖ ଦିଅନ୍ତି, ବାକ୍ୟର ବିରୁଦ୍ଧରେ ସେମାନେ କାମ କରନ୍ତି, ବାକ୍ୟର ସୀମା ବାହାରେ ସେମାନେ ପଳେଇ ଯାଆନ୍ତି। ଏ ସ୍ଥାନ ଲେଖାଯାଏ ଯେ ଆମେ କେବଳ ସାକ୍ଷ୍ୟ ଦେବା ନାହିଁ, ଆମେ ପ୍ରଭୁଙ୍କର ସାକ୍ଷୀ ହେବା। କେମିତି ସାକ୍ଷୀ ହେବା? କଥାରେ ନୁହେଁ, କାର୍ଯ୍ୟରେ ଆମେ ସାକ୍ଷୀ ହେବା। ଆମର କାର୍ଯ୍ୟରେ ଆମେ ବିଶ୍ୱସ୍ତ ହେବା, କାର୍ଯ୍ୟରେ ଆମେ ସାକ୍ଷୀ ହେବା। ଏହି ସ୍ଥାନରେ ପ୍ରକାର କଥା ସାଧୁ ପାଉଲ ସେ ଲେଖୁଛନ୍ତି। ଲେଖାଯାଏ, ସେମାନେ ଘୃଣ୍ୟ ଓ ଅବାଧ୍ୟ, ପୁଣି ସମସ୍ତ ସତ୍କର୍ମର ଅଯୋଗ୍ୟ। ଆମେ ସତ୍କର୍ମ କରିବା ଆଉ ସାକ୍ଷୀ ହେବା,
ଏହା ପରମେଶ୍ୱର ଚାହାନ୍ତି। ତାହାଙ୍କ ବାକ୍ୟରେ ସେ ଆମମାନଙ୍କୁ ଲେଖି ଦେଇଛନ୍ତି। ଯଦି ଆପଣ ପଢ଼ିବେ ସାଧୁ ପିତରଙ୍କ ପ୍ରଥମ ପତ୍ର 2 ଅଧ୍ୟାୟ 12 ପଦରେ ଲେଖାଯାଏ, ତୁମ୍ଭେମାନେ ବିଜାତିମାନଙ୍କ ମଧ୍ୟରେ ସଦାଚରଣ କର, ଯେପରି ସେମାନେ ଯେଉଁ ବିଷୟରେ ତୁମ୍ଭମାନଙ୍କୁ ଦୁଷ୍କର୍ମକାରୀ ବୋଲି ନିନ୍ଦା କରନ୍ତି, ତୁମ୍ଭମାନଙ୍କର ସୁକର୍ମ ଦେଖି ସେହି ବିଷୟରେ କୃପା ଦୃଷ୍ଟି ଦିନରେ ଈଶ୍ୱରଙ୍କ ଗୌରବ କରିବେ। ସଦାଚରଣ ଖ୍ରୀଷ୍ଟିଆନ ମାନେ କୋଉଠି କରିବା କଥା? କେବଳ ମଣ୍ଡଳୀରେ ନୁହେଁ, କେବଳ ଘରେ ନୁହେଁ, ବିଜାତି ମାନଙ୍କ ମଧ୍ୟରେ ଆମେ ସାକ୍ଷୀ ହେବାର ଆବଶ୍ୟକ ରହିଛି। ଯୋସେଫ ସେମିତି ସେ ବିଦେଶରେ ସେ ବିକ୍ରି କରାଗଲେ, ସେ ଦାସତ୍ୱ ଅବସ୍ଥାରେ ଥିଲେ, ମିଶରରେ ଥିଲେ, ମାତ୍ର ତାହାଙ୍କ ଦୃଷ୍ଟିରେ ମଧ୍ୟ ସବୁ ସ୍ଥାନରେ ସେ ବିଶ୍ୱସ୍ତ ହେଲେ, ସେ ସତ୍କର୍ମ କରେ। ଦାନିଏଲ ତାଙ୍କୁ ବାବିଲୋନକୁ ନିଆଗଲା, ସେ ବିଦେଶରେ ରହି ସେ କଣ କଲେ? ପ୍ରଭୁଙ୍କ ନିମନ୍ତେ ସେ ସାକ୍ଷୀ ହେଲେ। ନାଇଁ, ମୁଁ ରାଜାର ଆହାର ମୁଁ ଭୋଜନ କରିବି ନାହିଁ, ବଳି ମାଂସ ମୁଁ ଭୋଜନ କରିବି ନାହିଁ। ସେ କଥାରେ କେବଳ ସାକ୍ଷୀ ହେଲେ ନାହିଁ, କାର୍ଯ୍ୟରେ ସେ ସାକ୍ଷୀ ହେଲେ। ସେଥିପାଇଁ ଆମର ଜୀବନ ସାକ୍ଷୀ ହେବା ଜୀବନ। ଆମର ଆଚରଣ, ଆମର ସ୍ୱଭାବ, ଆମେ ସବୁ ବିଷୟ ପ୍ରଭୁଙ୍କର ଗୌରବ ନିମନ୍ତେ ଆମେ ତାହାଙ୍କର ସାକ୍ଷୀ ହେଲା ଭଳି, ତାଙ୍କ ପୁନରୁତ୍ଥାନର ସାକ୍ଷୀ ହେଲା ଭଳି ଆମମାନଙ୍କର ପ୍ରତ୍ୟେକ କାର୍ଯ୍ୟ ଆମେ କରିବା ଆବଶ୍ୟକ ରହିଛି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ କେମିତି ସାକ୍ଷୀ ହେଇପାରିବା? ଯେତେବେଳେ ଆମେ ଶକ୍ତି ପାଇବା। ଆମେ ଶକ୍ତି ପାଇବା ପର୍ଯ୍ୟନ୍ତ ଅପେକ୍ଷା କରିବା, ଆମେ ତାହାଙ୍କ ଠାରୁ ମାଗିବା, ତାହେଲେ ଆମେ ସାକ୍ଷୀ ହେଇପାରିବା। ଖ୍ରୀଷ୍ଟିଆନ ଜୀବନ କେବଳ ସାକ୍ଷ୍ୟ ଦେବା ଜୀବନ ନୁହେଁ, ଲମ୍ବା ଚଉଡ଼ା ସାକ୍ଷ୍ୟ କହି କହି ଆମର ଜୀବନକୁ ବର୍ବାଦ କରିବା ଜୀବନ ନୁହେଁ। ଆମର ଜୀବନ ହେଲା ସାକ୍ଷୀ ହେବା ଜୀବନ। ଖ୍ରୀଷ୍ଟିଆନ ମାନେ ସାକ୍ଷୀ ହୁଅନ୍ତି, ଆଉ ସେମାନଙ୍କର ସାକ୍ଷ୍ୟ ଅନେକଙ୍କୁ କଣ କରେ? ପ୍ରଭାବିତ କରେ, ଅନୁପ୍ରାଣିତ କରେ, ଅନେକଙ୍କୁ ପରିତ୍ରାଣ ଦିଏ, ଅନେକଙ୍କୁ ଉଦ୍ଧାରତା ପ୍ରଦାନ କରେ। ପ୍ରଭୁ ଏହି ବାକ୍ୟ ଦେଇ ଆମ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପଦେ ପ୍ରାର୍ଥନା କରିବା। ପ୍ରେମିକ ସ୍ୱର୍ଗୀୟ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ, ଗୌରବ କରେ, ତୋ ବାକ୍ୟ ଦ୍ୱାରା ଆମମାନଙ୍କୁ କଥା ହେଇଛ, ଧନ୍ୟବାଦ। ପ୍ରଭୁ, ଆମେ କେବଳ ସାକ୍ଷ୍ୟ ନ ଦେଇ ଆମେ ତୁମର ସାକ୍ଷୀ ହେଇପାରିବୁ। ତୁମେ ଆମମାନଙ୍କୁ ଅନୁଗ୍ରହ କର, ପବିତ୍ର ଆତ୍ମାଙ୍କର ସେଇ ଶକ୍ତିରେ ତୁମେ ଆମମାନଙ୍କୁ ପୂର୍ଣ୍ଣ କର। ବାପା, ତୁମ ଶକ୍ତିରେ ଆମେ ଶକ୍ତିଯୁକ୍ତ ହେଇ ପ୍ରଭୁ এই ପୃଥିବୀରେ ତୁମରି ପୁନରୁତ୍ଥାନର ସାକ୍ଷୀ ହେବା ପାଇଁ ଆମ ସମସ୍ତଙ୍କୁ ତୁମେ ଅନୁଗ୍ରହ କର। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛି, ଆମେନ୍। ସମସ୍ତଙ୍କୁ ପୁନର୍ବାର ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆମ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ।